ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ଯାଇଥିଲେ କଂଗ୍ରେସରେ ଜଏନ୍ କରିବା ପାଇଁ। ଫୁଲ ଫୁଲ ମାଳ ବେକରେ ପକେଇ ବ୍ୟାଣ୍ଡ ବାଜା ଧରିକି ପୁରା ଏକଦମ ପ୍ରଶେସନ କରିକି ଯାଇଥିଲେ। କିନ୍ତୁ ଭକ୍ତ ସାର୍ ଆମର କଂଗ୍ରେସ ଭବନରେ ତାଲା ପକେଇ ଦେଇକି ଚୁପଚାପ ପାର। ଇଏ ବାବୁ ଯାଇକି ତାଙ୍କର ଶିଶୁପାଳ ଭଳିଆ ଫେରିକି ଆସିଲେ। କଂଗ୍ରେସ ଭବନ ତାଲା ପକେଇ ଦେଇକି ପଳେଇଗଲା ପରେ ଆଙ୍କର ତ ଯେଉଁ ଭଳିଆ ପ୍ରକାର ଢାଇ ଡ୍ରାମା ଆପଣ ତ ସବୁ ଦେଖିଛନ୍ତି। ତାପରେ ଏ ସାର୍ ଗୋଟେ ବହୁତ ଭଲ କଥା ପଦେ କହିଲେ, ଯାହା ବହୁତ ଖୁସି ଲାଗିଲା ଭକ୍ତ ସାର୍ଙ୍କର ପଦେ କଥା, ଯେ ଓଡ଼ିଶାକୁ ମୋତେ ଗାନ୍ଧୀ ପଥରେ ଚଲେଇବାର ଅଛି, ଏଠି କ୍ରିମିନାଲ ମାନଙ୍କର ସ୍ଥାନ ନାହିଁ। ତାପରେ ନାଣ୍ଡୁ ବାବୁ କ'ଣ କରୁଛନ୍ତି, ସିଏ ତାଙ୍କର ଚିଠା ଖୋଳୁଛନ୍ତି ନା ତାଙ୍କ ନାଁରେ ଏ କେସ୍ ଅଛି, ସେ କେସ୍ ଅଛି, ସେ କେସ୍ ଅଛି। ସେ ଯାହା ବି ଥାଉ, ଯାହା ବି ହେଲେ ଇଏ ବର୍ତ୍ତମାନ ପିସିସିର ସଭାପତି, ଯେହେତୁ କଂଗ୍ରେସର ବର୍ତ୍ତମାନ ସମ୍ପୂର୍ଣ୍ଣ ଦାୟିତ୍ୱ ଆଙ୍କ ଅଣ୍ଡରରେ ଅଛି। ବହୁତ ଭଲ ଲାଗିଲା ତାଙ୍କ କଥା ସିଏ ବୁଝିବେ। ଗୋଟିଏ କଥା ମୁଁ ଗୋଟେ ସାଧାରଣ ଜନତା ହିସାବରେ ଅନୁରୋଧ କରିବି, ସବୁବେଳେ ସିନିୟରଙ୍କ ରେସ୍ପେକ୍ଟ ଦେବା ଉଚିତ। ଯେହେତୁ ଜଣେ ସଭାପତି, ତାଙ୍କ ସହିତ ଆଲୋଚନା କରିକି ଗୋଟେ ଭଲ ବୁଝାମଣାର ସହିତ ଏ କେସ୍କୁ ସମାଧାନ କରିକି ଆଉ ଥରେ ରାଜନୀତିରେ ଜଏନ୍ କରିବାର ରହିଛି। ଆପଣ ଯଦି ଏମିତି ଚେର କାଟିଲା ଭଳିଆ କଥାବାର୍ତ୍ତା କରିବେ, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳିଆ, ନିଜ ଭିତରେ ବିଶୃଙ୍ଖଳା ବଢ଼ିବ, ଯାହାଫଳରେ କି କଂଗ୍ରେସର ବରଂ ପତନ ଘଟିବ, ଏଥିରେ ଲାଭ କିଛି ହେବ ନାହିଁ। ଆଉ ଆପଣମାନଙ୍କର ଝଗଡ଼ା ଭିତରେ ଏଠି ପବ୍ଲିକ୍ ଏବଂ ବିରୋଧୀ ଦଳମାନେ ହିଁ ମଜା ନେବେ। ତେଣୁ ଏସବୁ ନ କରିକି ନାଣ୍ଡୁ ବାବୁଙ୍କୁ ମୁଁ ଗୋଟିଏ ଅନତା ହିସାବରେ ଅନୁରୋଧ କରିବି, ବରଂ ସେ ଯେହେତୁ ପିସି ସଭାପତି ଅଛନ୍ତି, ନିଜ ଭିତରେ ଆଲୋଚନା କରିକି ଆପସ ବୁଝାମଣା କରିକି ସମାଧାନର ଗୋଟେ ବାଟ ବାହାର କରନ୍ତୁ। ଆପଣ ତାଙ୍କ ଭୁଲ ଧରିଛନ୍ତି, ସେ ତାଙ୍କ ଭୁଲ ଧରିଛନ୍ତି, ଏମିତିରେ ଆପଣଙ୍କ କଂଗ୍ରେସ ବରଂ ପତନ ଘଟିବ, ଆଗକୁ ବଢ଼ିବାର ଚାନ୍ସ ହିଁ ନାହିଁ। ଜୟ ଜଗନ୍ନାଥ।